ଦେହରେ ମା ଆସୁଛନ୍ତି। ତାଙ୍କ ସାଙ୍ଗ ଦେହରେ ଯେତେବେଳେ ଆରାଧ୍ୟ ଦେବତା ତାଙ୍କ ମଙ୍ଗଳା ମା ଆସୁଛନ୍ତି ଆଉ ତାଙ୍କ ବସିବାର ପୋସ୍ଚର ଆପଣ ଦେଖନ୍ତୁ। ଗୋଟେ ଗୋଡ଼ ତାଙ୍କର ଲମ୍ବା ଅଛି, ଜାଙ୍ଗ ଦେହରେ ମା ଅଛି, ଗୋଟେ ଗୋଡ଼ ପୁରା ଷ୍ଟ୍ରେଟ୍ ଅଛି, ଆଉ ଗୋଟେ ଗୋଡ଼ ସେ ଆଣ୍ଠୁକୁ ଧରିକି ଏମିତି ମା ବସିଛନ୍ତି। ଏଇ ଯେତେବେଳେ ତନୁଶ୍ରୀ ମାଙ୍କୁ ଦେଖିକି ବହୁତ ଡରିବାକୁ ଲାଗିଲା। ସିଏ ଏବେ ତନୁଶ୍ରୀ ଅବସ୍ଥାରେ ନାହିଁ। ତନୁଶ୍ରୀ ଯେତେବେଳେ ତାଙ୍କ ମାଙ୍କୁ ଦେଖିଲା ବହୁତ ଡରିବାକୁ ଲାଗିଲା। ମଙ୍ଗଳା ମାଙ୍କୁ ଯେତେବେଳେ ଦେଖିଲା ବହୁତ ଡରିବାକୁ ଲାଗିଲା। ମଙ୍ଗଳା ମା ଏଇଠୁ କଣ କରୁଛନ୍ତି, ସେ ଝିଅ ରୂପରେ ମଙ୍ଗଳା ମା ରୂପରେ ସେ ଝିଅ ଆସିକି ଚୁଟିକି ଟାଣିବାକୁ ଲାଗିଛନ୍ତି। ଏଇଠୁ କଣ ହେଲା, ସେ ସ୍ପିରିଟ ଟା ତନୁଶ୍ରୀ ଦେହରୁ ପୁରା ବାହାରିଗଲା। ବାହାରିଗଲେ ଯେତେବେଳେ ତନୁଶ୍ରୀ ପୁରା ବେହୋସ ହେଇକି ପଡ଼ିଲା। ତାପରେ ତନୁଶ୍ରୀକୁ ଆସିକି ପାଣି ଚାଟିଲେ, ତନୁଶ୍ରୀ ଉଠିଲା। ତାପରେ ତନୁଶ୍ରୀକୁ ମା ଧରିକି ସେ ଝିଅଟି ଧରିକି ତନୁଶ୍ରୀ କହିଲେ, ତୋ ଭିତରେ ଯିଏ ଅଛି ନା, ସେ ତତେ ପୁରା ନେଇଯିବାକୁ ଆସିଛି। ସବୁ ତାଙ୍କ ଫ୍ରେଣ୍ଡସ୍ ମାନେ ଏ କଥା ଜାଣିଲେ, ସବୁ ଡରିଗଲେ। ତାପରେ ତନୁଶ୍ରୀ ବି ଏ କଥା ଶୁଣିକି ପୁରା ଡରିବାକୁ ଲାଗିଲା। ତନୁଶ୍ରୀ ତାପରେ ଘରେ ସବୁ ଫୋନ୍ କରିକି କହିଲା ଏଇସବୁ ଘଟଣା ବିଷୟରେ। ତାପରେ ଘରେ କହିଲେ ଠିକ୍ ଅଛି, ତୁ ପଳେଇଆ, ମାନେ ଏଇଠି କିଛି ଦିନ ରହିବୁ। ତାପରେ ଛୁଟି ସମର ଭେକେସନ୍ ଆସିଲା, ତାପରେ ଛୁଟି ତାଙ୍କର ହେଇଗଲା। ସବୁ ଝିଅ ନିଜ ନିଜ ଘରକୁ ପଳେଇଲେ, ତନୁଶ୍ରୀ ବି ନିଜ ନିଜ ଘରକୁ ପଳେଇଲା। ଏବେ ବି ଏ କାହାଣୀର ସମାପ୍ତ ନୁହେଁ ଏଇଟା। ତାପରେ ଦିନକୁ ଦିନ ତନୁଶ୍ରୀ ଆହୁରି ଡରିବାକୁ ଲାଗିଲା। ତନୁଶ୍ରୀ ନିଜ ଘରେ ଥାଇକି ବି ସେ ସ୍ପିରିଟ ତାଙ୍କ ପିଛା ଛାଡ଼ିଲାନି। ତନୁଶ୍ରୀର ପିଛା ସେ ସ୍ପିରିଟଟା ଛାଡ଼ିଲାନି। ତନୁଶ୍ରୀ ବହୁତ ଡରି ଯାଇଥିଲା। ଏଇ ସବୁ ଘଟଣା ଯେତେବେଳେ ତାଙ୍କ ମା ତାଙ୍କ ବାପା ଯେତେବେଳେ ଦେଖିଲେ, ସବୁ ତାଙ୍କ ବଡ଼ ମା ତାଙ୍କ ବାପା ଯେତେବେଳେ ଏଇ ଘଟଣା ପୁରା ଦେଖିଲେ, ତ ସିଏ ସେ ପାଖର ପୂଜାରୀକୁ ଡାକିଲେ କି ଝାଡ଼ିବା ପାଇଁ ତନୁଶ୍ରୀକୁ ଡାକିଲେ। ସିଏ ଯେତେବେଳେ ତନୁଶ୍ରୀକୁ 2-3 ଥର ଝାଡ଼ିଲେ, ହେଲେ ବି ତନୁଶ୍ରୀର ଦେହରୁ ସେ ସ୍ପିରିଟଟା ଯାଏନି। ତାପରେ କଣ କଲେ, ତାଙ୍କ ବାପା ସେଇ ଜାଗାରେ ଗୋଟେ ବଡ଼ ଗୁଣିଆକୁ ଡାକିଲେ କି ଦିନ ତନୁଶ୍ରୀକୁ ଝାଡ଼ିବା ପାଇଁ। ତ ସେ ଗୁଣିଆ ଆସିକି ପହଞ୍ଚିଗଲେ। ଗୁଣିଆ ତାଙ୍କୁ କହିଲେ କି ଏଇ ତାଙ୍କୁ ରାତିରେ ଝାଡ଼ିବା ପାଇଁ ଗୁଣିଆ କହିଛନ୍ତି। ତ ଗୁଣିଆ ଯେତେବେଳେ ଆସିକି ପହଞ୍ଚିଲେ, ତନୁଶ୍ରୀ ଆସିକି ପହଞ୍ଚିଲେ, ତ ରାତିରେ ଏଇସବୁ ତାଙ୍କର କାର୍ଯ୍ୟକ୍ରମ ଚାଲିଲା। ଯେତେବେଳେ ତନୁଶ୍ରୀକୁ ଆଉ ଥରେ, ତନୁଶ୍ରୀ ତାଙ୍କ ପାଖରେ ବସିଛି, ଗୁଣିଆ ଏଇପଟେ ବସିଛି, ଲେଆଉଟ୍ ବୁଝନ୍ତୁ। ତନୁଶ୍ରୀ ଏଇଠି ବସିଛି, ଗୁଣିଆଟି ଏଇଠି ବସିଛି। ତାପରେ ଗୁଣିଆଟି ପୁରା ସେଇ ସ୍ପିରିଟକୁ ଆଉ ଥରେ ତନୁଶ୍ରୀ ଭିତରକୁ ଡାକିଲା। ଆଉ ଯାହା କ୍ରିୟା ସବୁ ହଉଛି କ୍ରିୟା କରିକି ସେଇ ସ୍ପିରିଟକୁ ତନୁଶ୍ରୀ ଦେହକୁ ଆଉ ଥରେ ଆଣିଲା। ତାପରେ ତାକୁ ସବୁ କଥା ପଚାରିଲା କି ତୁ କିଏ, ତୁ କ'ଣ ପାଇଁ ଆସିଛୁ, ତୁ କ'ଣ ପାଇଁ ଆ ଦେହକୁ ରହିଛୁ, ଦେହରେ କ'ଣ ପାଇଁ ରହିଛୁ। ତାପରେ ସେ ସ୍ପିରିଟଟା ତା କାହାଣୀ କହିଲା କି ଆମେ 2 ଜଣ, ସେ ଗୋଟେ ସ୍ପିରିଟ ନୁହେଁ। ଆଉ ଗୋଟେ କଥା ଶୁଣନ୍ତୁ, ଗୋଟେ ସ୍ପିରିଟ ନାହିଁ, ଉଭୟ ପୁଅ ଝିଅ 2 ଜଣ ତନୁଶ୍ରୀଙ୍କ ଭିତରେ ଥିଲେ। ଯେତେବେଳେ ତନୁଶ୍ରୀକୁ ପଚାରିଲେ ତୁ କିଏ, ତାପରେ ସେମାନେ ନିଜ ନିଜ କାହାଣୀ କହିଲେ କି ଆମେ 2 ଜଣ ସେଇ ଘରେ ଆଗରୁ ରହୁଥିଲୁ। ତାପରେ ଏମିତି କିଛି ଘଟଣା ତାଙ୍କ ସହିତ ଘଟିଛି। ସେମାନେ ସେ ଛାତ